ପାଖରେ ଅନୁରୋଧ କରିଛି ମୋ ପୁଅକୁ ଖୋଜିକି ଆଣିକି ଟିକେ ଦିଅନ୍ତୁ ମୋତେ, ଏତିକି ଅନୁରୋଧ କରୁଛି ତାଙ୍କ କତିରେ। ନା ମୋ ଛୋଟ ପିଲା ତାର ଶତ୍ରୁତା କାହା ସାଙ୍ଗରେ ସେ ବିଷୟ ତ ଆମେ କିଛି ଜାଣିନୁ। ଭଲରେ ଖାଇଲା ପିଇଲା ଝାଡ଼ା ଯାଉଛି, ଆଉ ଆମେ ଅନୁମାନ କଣ କରିବୁ? ଏତିକି ତ କଥା। ସେଠୁ ତାପରେ ଖୋଜାଖୋଜି ଚାଲ ପୁଅ ଖାଇ ପିଇକି ଗଲା। ପୁଅ ଆମେ ତ ଖାଇ ପିଇକି ଗଲା, ଝାଡ଼ା ଗଲା। ଝାଡ଼ା ଗଲା ସେଠି ଗୋଟେ ବାଇକ୍ ଆସି ଠିଆ ହେଇଥିଲା। ସେଠୁ ସାନ ପୁଅ ଏପଟେ ଝାଡ଼ା ବଇଛି, ବଡ଼ ପୁଅ ସେପଟରେ। ସେଠୁ ଝାଡ଼ା ବସିକି ଆସିଲା, ପୋଲ ଉପରେ ଗାମୁଛା ରଖିଦେଇକି ସେ ବାଇକ୍ ସାଙ୍ଗରେ ଗଲା। ସାନ ପୁଅ ଡାକ ମାଇଲା, ନନା ନନା ଶୁଣିଯା କୁଆଡ଼େ ଯାଉଛୁ? ନା ତୁ ଯା ଘରକୁ, ମୁଁ 4ଟା ବେଳକୁ ଫେରିବି। ଆଉ ସେଠୁ ତାପରେ ପୁଅର ଆମର ଯେତେବେଳେ ଖୋଜାଖୋଜି ଆମେ କହିଲୁ ପୁଅ ତାର ଖେଳ କରିବାକୁ ଯାଏ, ଫେରିବ ସନ୍ଧ୍ୟା ବେଳକୁ। ତାପରେ ଆମେ କହିଲୁ ନାଇଟ୍ ମ୍ୟାଚ୍ ଖେଳିବାକୁ ଯାଏ, ତାପରେ ତ ସକାଳକୁ ଆସିବ। ସେଠୁ ସକାଳକୁ ଯେମିତି ଆସିଲାନି, ସେଠୁ ଆମେ ଖୋଜାଖୋଜି କଲୁ। ତାପରେ ରାତିରେ ଯାଇକି ଥାନାରେ ଏଫଆଇଆର ଦେଇକି ଆସିଲୁ। ଆଉ ଆଜି 4 ଦିନ ହେଲାଣି। ମାଟ୍ରିକ ପରୀକ୍ଷା ବର୍ଷ ଦେଇଛି। ସେମିତି କିଛି ଭୟ ଥିଲା କି ତା ମନ ଭିତରେ? ନାଇଁ, ସେ ସବୁ କିଛି ନଥିଲା। ଆଗରୁ କିଛି କହୁଥିଲା କି ସେ ଆପଣଙ୍କୁ? ନାଇଁ, ସେ ବିଷୟରେ କିଛି ଆମକୁ କହିନାହିଁ। ସିଏ ତ ଆମକୁ କିଛି କହିନି, ଆଉ ଆମେ ସନ୍ଦେହ କୋଉଟା କରିବୁ? ଆମେ କଣ କରିବୁ? ମୋ ପୁଅ ଯୋଉଠି ଅଛି ଫେରି ଆସୁ। ପୁଲିସ ମୁଁ ହାତ ଯୋଡ଼ିକି ଅନୁରୋଧ କରୁଛି, ଯୋଉ ଭାଇ ମାନେ ଦେଖୁଛନ୍ତି ମୋ ପୁଅକୁ ବିତି ଆସନ୍ତୁ। ମୁଁ ସେଦିନ ଯାଇଥିଲି ଝାଡ଼ା, ମୋ ପଛରେ ମୋ ବଡ଼ ଭାଇ ଯାଇଥିଲା। ତ ସେଇଠୁ ମୁଁ ଝାଡ଼ା ହଉଛି, ମୋ ଭାଇ ସେକରେ ଥିଲା। ତ ଗାମୁଛା ଦେଇକି ଗଲା, କହିଲା କାନା ମୋ ଘରେ କହିଦେବୁ ଯେ ମୁଁ ଆସିବି 4ଟା ବେଳକୁ। ସେତିକି କହିକି ସେଇଠୁ ପଳେଇଲା ଗୋଟେ ପିଲା। ମୁଁ ତା ଚିହ୍ନି। ସେମାନେ କିଏ ଜଣ ଥିଲେ? ସେମାନେ ଥିଲେ ଜଣେ। କୋଉଥିରେ ଆଇଥିଲା? ସେଟା ଗାଡ଼ିରେ ଆଇଥିଲା। କି ଗାଡ଼ି? ଗାଡ଼ି କଳା ନାଲି। ବାଇକ୍ ନା କଣ? ବାଇକ୍। ଆଚ୍ଛା, ସେ ପିଲାକୁ ତମେ ଚିହ୍ନି ନା? ନାଇଁ। ଆଗରୁ କେବେ ଦେଖିନଥିଲ? ନାଇଁ। କଣ ସେତେବେଳେ କହିଲା? ସେ କଣ କହିଗଲା? ସେ କହିଲା ଯେ ମୁଁ 4ଟା ବେଳକୁ ଆସିବି, ଆଉ ଘରକୁ ପଳା। ମୁଁ କହିଲି ଆସୁନୁ ଘରେ କହିକି ଆସୁ। କହିଲା ନାଇଁ, ମୁଁ ଯାଉଛି 4ଟା ବେଳକୁ ଆସିବି। ତମେ କଣ ଅନୁମାନ କରୁଛ? ମୁଁ ଭାବୁଛି ତାକୁ ନେଇଯାଇଛି। ପୁଲିସ ଥାନାରେ କୁହାହେଲାଣି? ଆଜ୍ଞା। ତମେ ପୁଲିସକୁ କଣ ନିବେଦନ କରିବ? ମୁଁ ନିବେଦନ କରିବି ଯେ ମୋ ଭାଇକି ଆଣି ଘରେ ଫେରିଦେବୁ। ଆଉ କିଛି ହେଇନି? ଆଉ କିଛି ଅନୁମାନ କରୁଛ କି କଣ ତାଙ୍କ ଭିତରେ ଗଣ୍ଡଗୋଳ କି କଣ? ନାଇଁ, ଗଣ୍ଡଗୋଳ ନୁହେଁ।